तो ପିଲାମାନେ ଆଜି ଆମେ ଏଜୁକେସନର ପ୍ରାକ୍ଟିକାଲ କେମିତି ହୁଏ ଏବଂ ଏଜୁକେସନ ପ୍ରାକ୍ଟିକାଲର ପ୍ରଶ୍ନ କଣ ଆଉ କେମିତି ଆମେ 30 ରୁ 30 ରଖିବା ତାହା ବିଷୟରେ ଆମେ ଆଲୋଚନା କରିବା। ଦେଖନ୍ତୁ ପିଲାମାନେ, ଏଇଟା ତମ ପ୍ରାକ୍ଟିକାଲର ପ୍ରଶ୍ନ, ତା ସହିତ ମୁଁ ଏହାର ଆନ୍ସର ବି ଦେବି। ଚାଲ ପ୍ରଶ୍ନ 1ରେ ଦେଖିବା କଣ ଅଛି। ପାଠ ଯୋଜନା ଲେସନ ପ୍ଲାନ କଣ? ସାର୍ ପଚାରିଲେ କଣ କହିବ? ଲେସନ ପ୍ଲାନ କଣ? ନାଇଁ, ତାହା କଣ ଲେଖିବ ନା ପାଠ ଯୋଜନା ହେଉଛି ପୂର୍ବ ନିର୍ଦ୍ଧାରିତ ପରିକଳ୍ପନା। ମନେ ରଖ, ପୂର୍ବ ନିର୍ଦ୍ଧାରିତ ପରିକଳ୍ପନା। ପୂର୍ବରୁ କଣ ଗୋଟେ ପରିକଳ୍ପନା କରିଥିବା କି ମୁଁ ଆଣିଛି, ଯାହା ଫଳରେ କି ମୁଁ ଏହି ଅନୁସାରେ ପାଠ ପଢିବି, ସେଇଟା ହେଉଛି କଣ ଲେସନ ପ୍ଲାନ। ବୁଝି ହେଉଛି? ଏବେ ଦେଖିବା 2 ନମ୍ବର। ପାଠ ଯୋଜନାର କେତୋଟି ସୋପାନ ଅଛି? ପାଠ ଯୋଜନାର 3ଟି ସୋପାନ ଅଛି। ସେଇଟା କଣ 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 ନା ସେଇଟା ଉପକ୍ରମ, ତାପରେ ଉପସ୍ଥାପନା, ତାପରେ ମୂଲ୍ୟାୟନ। ଠିକ ଅଛି। 3 ନମ୍ବର ପ୍ରଶ୍ନ, ହର୍ବାଟଙ୍କର ପଞ୍ଚ ସୋପାନ ନୀତି କଣ? ଏହାର ଉତ୍ତର ହେଲା ପ୍ରସ୍ତୁତି, ପାଠଦାନ, ତୁଳନା, ସିଦ୍ଧାନ୍ତୀକରଣ ଆଉ ପ୍ରୟୋଗ। ମନେ ରଖ। ତାପରେ 4 ନମ୍ବର କ୍ୱେଶ୍ଚିନ୍, ଆଧୁନିକ ଶିକ୍ଷାବିତ ମାନେ କେତୋଟି ସୋପାନ ନିର୍ଦ୍ଧାରଣ କରିଛନ୍ତି? ଆଧୁନିକ ଶିକ୍ଷାବିତ ମାନେ 3ଟି ସୋପାନ ନିର୍ଦ୍ଧାରଣ କରିଛନ୍ତି। ସେଗୁଡିକ ହେଲା ଉପକ୍ରମ, ଉପସ୍ଥାପନା, ମୂଲ୍ୟାୟନ। ଏହି 3ଟି ସୋପାନ। ନେକ୍ସଟ କ୍ୱେଶ୍ଚିନ୍ ଏବେ ଦେଖିବା, ପାଠ ଯୋଜନାର ଗୋଟିଏ ଆବଶ୍ୟକତା ଲେଖ। ଏହାର ଆନ୍ସର ହେବ ପାଠ୍ୟ ପ୍ରସଙ୍ଗ ଏବଂ ସମୟ ସମ୍ପର୍କରେ ସଚେତନତା କରିଥାଏ। 6 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଉପକ୍ରମରେ କଣ କରାଯାଏ? ଏହାର ଆନ୍ସର ହେବ ପ୍ରସଙ୍ଗ ଉପସ୍ଥାପନ କରାଯାଏ। କଣ ପଢେ? ପ୍ରସଙ୍ଗକୁ କେମିତି ଏଣ୍ଟ୍ରି ମାରାଯାଏ। ଠିକ ଅଛି। ଏବେ ନେକ୍ସଟ କ୍ୱେଶ୍ଚିନ୍ 7 ନମ୍ବର ଦେଖିବା, ଉପସ୍ଥାପନରେ କଣ କରାଯାଏ? ନୂତନ ବିଷୟ ଶିକ୍ଷାଦାନ କରାଯାଇଥାଏ। କୋଉଠି? ଉପସ୍ଥାପନାରେ। 8 ନମ୍ବର କ୍ୱେଶ୍ଚିନ୍ ଦେଖିବା, ମୂଲ୍ୟାୟନରେ କଣ କରାଯାଏ? ଏହାର ଆନ୍ସର ହେବ ମୂଲ୍ୟାୟନରେ ଲବ୍ଧ ଜ୍ଞାନ ପରୀକ୍ଷା କରାଯାଏ। ପିଲାଙ୍କ ବିଷୟରେ ଯୋଉ ପାଠ ପଢାଇଲି ସେଇଟା ପ୍ରଶ୍ନ ପଚାରିକି ପଚରାଯାଏ। ମୂଲ୍ୟାୟନ କରାଯାଇଥାଏ କି ପିଲାମାନେ କଣ ଶିଖିଲେ। ଠିକ ଅଛି। ଏବେ 9 ନମ୍ବର କ୍ୱେଶ୍ଚିନ୍ ଦେଖିବା, କୌଣସି ବିଷୟ ଶିକ୍ଷାଦାନର ସାଧାରଣ ଉଦ୍ଦେଶ୍ୟ କହିଲେ କଣ ବୁଝ? ଏହାର ଆନ୍ସର ହେବ ବିଷୟଟିର ପଢାଇବାର ଉଦ୍ଦେଶ୍ୟଟା କଣ, ସେଇଟା ଏହାର ଆନ୍ସର। ଏବେ ଦେଖିବା 10 ନମ୍ବର କ୍ୱେଶ୍ଚିନ୍, କୌଣସି ପ୍ରସଙ୍ଗ ଶିକ୍ଷାଦାନର ସାଧାରଣ ଉଦ୍ଦେଶ୍ୟ କହିଲେ କଣ ବୁଝ? ଏହାର ଆନ୍ସର ହେବ ଯେଉଁ ପ୍ରସଙ୍ଗ ଶିକ୍ଷାଦାନ ହେବ ତାହା ଦ୍ୱାରା ଛାତ୍ରଛାତ୍ରୀଙ୍କର ଉପକାର, ସେଇଟା ହଉଛି ଏହାର ଆନ୍ସର। କଣ କଣ ଉପକାର ହେବ, ସେଇଟା ହେଉଛି ସାଧାରଣ ଉପକାର ବା ଉଦ୍ଦେଶ୍ୟ। ଏବେ ଦେଖିବା 11 ନମ୍ବର କ୍ୱେଶ୍ଚିନ୍, ପ୍ରସଙ୍ଗକୁ ଉପସ୍ଥାପନ କରିବାକୁ ଶିକ୍ଷକ କେଉଁ ଉପାୟ ଗୁଡିକ ଅବଲମ୍ବନ କରିଥାନ୍ତି? ତନ୍ମଧ୍ୟରୁ ଗୋଟିଏ ଲେଖ। ଏହାର ଆନ୍ସର ହେବ ପ୍ରସଙ୍ଗ ଉପସ୍ଥାପନ କରିବାକୁ କଣ କଣ ଉପାୟ କରିଥାନ୍ତି? ପ୍ରଥମ ହେଉଛି ପ୍ରଶ୍ନ ଉତ୍ତର କରିପାରିବ, ଗଳ୍ପ କରିପାରିବ ଆଉ ଅଭିନୟ କରିପାରିବ। ଏତିକି। ତାପରେ ଆମେ ଦେଖିବା 12 ନମ୍ବର କ୍ୱେଶ୍ଚିନ୍, ଲବ୍ଧ ଜ୍ଞାନ ପରୀକ୍ଷା ସମୟରେ ଶିକ୍ଷକ କେଉଁ ପ୍ରକାର ପ୍ରଶ୍ନ ପଚାରିଥାନ୍ତି? କଣ ନା ବସ୍ତୁନିଷ୍ଠ ପ୍ରଶ୍ନ ପଚାରିଥାନ୍ତି। ଏବେ ନେକ୍ସଟ ପ୍ରଶ୍ନ 13 ନମ୍ବର ଦେଖିବା, ଭାଷା ବିଷୟ ପଢାଇବା ସମୟରେ ଶିକ୍ଷକ କାହା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି? କଣ ନା ଆବୃତ୍ତି ଆଉ ପଠନ ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ପିଲାଟି ପଢିବ, ଆବୃତ୍ତି କରିବ, ତା ଉପରେ ବିଶେଷ ଗୁରୁତ୍ୱ ଦେଇଥାନ୍ତି। ଏବେ 14 ନମ୍ବର କ୍ୱେଶ୍ଚିନ୍, ଶିକ୍ଷକ କେଉଁ ସୋପାନରେ ବିଶେଷ କରି କଳାପଟା ବ୍ୟବହାର କରିଥାନ୍ତି? କଣ ନା ଯେତେବେଳେ ଉପସ୍ଥାପନ କରନ୍ତି, ପ୍ରେଜେଣ୍ଟେସନ କରନ୍ତି ପିଲାଙ୍କ ଆଗରେ, ସେତେବେଳେ କଳାପଟା ବ୍ୟବହାର କରନ୍ତି। କଳାପଟା କନା କେଉଁ ସମୟରେ ବ୍ୟବହାର କରାଯାଇଥାଏ? କଳାପଟା ବା ବିବି କ୍ଲଚ୍ ମୂଲ୍ୟାୟନ କରିବା ପାଇଁ ବ୍ୟବହାର କରିଥାନ୍ତି। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଦେଖିବା, 5E ପାଠ୍ୟ ଯୋଜନାର 5ଟି ଇ ହେଉଛି। ଏଠି ତମକୁ ପଚାଯାଇପାରେ 5E ପାଠ୍ୟ ଯୋଜନାର 5ଟି ଇ କଣ ଲେଖ। କଣ ହେବ ପିଲେ? ଏହାର ଆନ୍ସରଟା ହେବ ପିଲେ, 1ରେ ହେବ ନିୟୋଜିତ, ଏକ୍ସପ୍ଲୋର, ବ୍ୟାଖ୍ୟା, ଆଉ 4 ନମ୍ବରରେ ହେବ ବିସ୍ତାର ଏବଂ ମୂଲ୍ୟାଙ୍କନ। ଠିକ ଅଛି ପିଲେ? ଏତିକି ପିଲେ। ଆଉ ଯୋଉ ଲଙ୍ଗ କ୍ୱେଶ୍ଚିନ୍ ସିଲେକ୍ସନ ଆସିବ କାଲି, ମୁଁ ଆଜି ଭିଡିଓ ଡାଲିବାର ଅଛି। ଠିକ ଅଛି ପିଲେ, ରହିଲି। କମେଣ୍ଟରେ ଭିଡିଓ କେମିତି ଲାଗିଲା କହିବ। ଧନ୍ୟବାଦ।